ପଞ୍ଚମ ଗଳ୍ପ ଆଖି ପତା। ଆଇନା ସାମ୍ନାରେ ବସିଥାଏ ରିଜୁ। ଆଖିରୁ ଝରି ପଡ଼ୁଥାଏ ଲୁହ। ଅତ୍ୟନ୍ତ ବିରକ୍ତ ହୋଇ ଦାନ୍ତ ରଗଡ଼ି ବକି ଚାଲିଥାଏ। ଏ ଆଇନା, ତୁ ତୋର ଆଖି ପତା ଖୋଲ ନା। ମୋତେ ଦେଖ, ମୋ ଲୁହ ଦେଖି ତୋତେ ଭଲ ଲାଗୁଛି? ମୋ ଅନୁରୋଧ ରଖ। ତୁ ତୋର ଆଖି ପତା ବୁଝିଦେଲି ମୁଁ ବି ବୁଝିଦେବି। କ'ଣ ମୋ ଦୁଃଖରେ ଟିକେ ଭାଗି ହେବୁନି? ଏଇ ଦେଖ, ମୋ ହୃଦୟଟା କେମିତି ବୁଝିଗଲା। ସେ ବି ତୋ ପରି ତା'ର ଆଖି ପତା ଖୋଲିଥିଲା। ସମବେଦନାରେ ବୁଝିଦେଲା। ମୁଁ ବି ତା ପାଖରେ ମୋ ଆଖି ପତା ବୁଝି ଦେଇଛି। ଚାରିଆଡ଼େ ଅନ୍ଧାର। ତାରି ଭିତରେ ମୋ ଗାଁ, ମୋ ବାପା ମା, ମୋ ସାଙ୍ଗସାଥି, ମୋ ଗାଁର ସାହି ସଡ଼କ, ବଣ ପୋଖରୀ ସବୁ ଜକଜକ ହୋଇ ଦିଶୁଛନ୍ତି। ମୋର ବଧୂ ବେଶ, ଶାଶୁଘର, ସ୍ୱାମୀ, ପୁତ୍ର ସନ୍ତାନ ସବୁ ହୃଦୟର ଅନ୍ଧକାର ଭିତରେ ଛାଇଁ ଛାଇଁ କେଉଁଠି ଲୁଚିଗଲେଣି। ହଁ ହଁ, ତୁ ମୋ କଥା ରଖ। ଆଇନା, ବଞ୍ଚିବା ପାଇଁ ସାହାଯ୍ୟ କରେ, ତା ନହେଲେ ମୁଁ ଯନ୍ତ୍ରଣାରେ ଛଟପଟ ହେଉଥିବି। ବଧୂ ବେଶ ପରର ସଂସାର ଛବି ମୋ ଆଖିରେ ପଡ଼ୁଥିବ। ତାଙ୍କୁ ନ ଦେଖିବା ପାଇଁ ମୁଁ ମୋର ଆଖି ପତା ନିଶ୍ଚୟ ବୁଝିଦେବି। ସେମାନେ ସବୁବେଳେ ମୋରି ଆଖି ଆଗରେ ଦେଖାଯାଉଛନ୍ତି। ମୁଁ କରିବି କ'ଣ? ସେମାନଙ୍କୁ ଦେଖିବି କାହିଁକି? ଦେଖି ମୋର ଲାଭ କ'ଣ? ବରଂ ମୁଁ ମୋର ଆଖି ପତା ମୁଦି ଦେଉଛି। ସେମାନଙ୍କୁ ଦେଖିବାକୁ ମୁଁ ଚାହେଁନି। ସେମାନଙ୍କ ଛବି ମୁଁ ଦେଖିବାକୁ ଚାହେଁନି। ସେମାନଙ୍କ ଛବି ମୁଁ ଦେଖିବାକୁ ଚାହେଁନି।